ତାର 3ର ବିଳାପ 22 ପୁସ୍ତକ ତାର ଆଉ 3:22 40 ଆମେ ଅଧ୍ୟୟନ କରିବା। 3ର 22 ଆଉ 40 ଅଧ୍ୟୟନ କରିବା। ମୋ ସହିତ କୋଅପରେଟ କରନ୍ତୁ। ଯଦି କିଏ ପଢି ପାରୁଛନ୍ତି ତ ଭଲ କଥା, ଅର ଏଲ୍ସ ମୁଁ ହିଁ ପଢିବି। ବିଳାପ ପୁସ୍ତକ 3:22 ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ଧନ୍ୟବାଦ। ପୁନର୍ବାର ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେବି। ମୁଁ ଏ ବିଷୟ କିଛି ସମୟ ଫୋକସ କରିବା ପାଇଁ ଚାହେଁ। ଆମେ ନୂତନ ବର୍ଷରେ ପ୍ରବେଶ କରିଅଛୁ ଆଉ ନୂତନ ବର୍ଷର ପ୍ରଥମ ମାସ ବି ସମାପ୍ତ ହେଇନାହିଁ। ଆଜି ହଉଛି 24 ତାରିଖ। ଆମେ ବହୁତ ସେଲିବ୍ରେଟ କରିଛୁ, ସମସ୍ତେ ଆନନ୍ଦ କରିଛୁ। ଆଉ ଖାସ କରି ଏହି ବାକ୍ୟକୁ ଆମେ ପ୍ରତ୍ୟେକ ଚର୍ଚ୍ଚରେ ପ୍ରାୟ ଫଳକ ମାନେ ଆମେ ପ୍ରଚାର କରିଥାଉ। ଆମେ ପ୍ରଭୁଙ୍କର ଦୟାକୁ ସ୍ମରଣ କରିଥାଉ ଆଉ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେଇଥାଉ। ଆଉ এই ବାକ୍ୟ ଆମେ ଯେତେବେଳେ ଦେଖୁଅଛୁ, ଆମେ ଯଦି ଆଜି ବିନଷ୍ଟ ହେଇନୁ, ଆଜି ଯଦି ଆମେ ଜୀବିତ ହେଇଅଛୁ, ଏଇଥିପାଇଁ ନୁହେଁ ଯେ ଆମେ ଧାର୍ମିକ, ଆମେ ଯୋଗ୍ୟ ବୋଲି। ବାକ୍ୟ ସ୍ପଷ୍ଟ ଭାବରେ ଏଠାରେ କୁହେ ଦୟା ସକାଶ। ଦୟା ସେ ପ୍ରାପ୍ତ ହୁଏ, ଯୋଗ୍ୟ ବ୍ୟକ୍ତି ପ୍ରାପ୍ତ ହୁଏ ନାହିଁ। ଦୟା ଦ୍ୱାରା ତାକୁ ଯୋଗ୍ୟ କରାଯାଏ। ଏଠାରେ ପ୍ରଭୁଙ୍କର ବାକ୍ୟ ସ୍ପଷ୍ଟ ଭାବରେ ଆମମାନଙ୍କୁ ଶିକ୍ଷା ଦିଏ। এই নূতন ବର୍ଷ যে ଆମେ ପ୍ରବେଶ କରିଅଛୁ, it is not because that we are worthy or it is not because that we are righteous, it is because of purely the grace of God. ପ୍ରଭୁଙ୍କର ଅନୁଗ୍ରହ ପାଇଁ ଆମେ ବଞ୍ଚିକି ଆସିଅଛୁ। କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ବା ପ୍ରଭୁଙ୍କର ଦୟା ପଛରେ ପ୍ରଭୁଙ୍କର ଏକ ଉଦ୍ଦେଶ୍ୟ ରହିଥାଏ। ଆପଣ ଆଉ ମୁଁ ଯେତେବେଳେ ଦେଖିବା ଜହନ ପୁସ୍ତକର ସର୍ବପ୍ରଥମ ଦେଖିବା ଜହନ ପୁସ୍ତକ ତାର 5:14 ଗୋଟେ ବାକ୍ୟ ମୁଁ ପଢି ଦଉଛି ଆପଣମାନଙ୍କ ନିମନ୍ତେ। ଏହାପରେ ଯୀଶୁ ମନ୍ଦିରରେ ତାହାଙ୍କର ଦେଖା ପାଇ ତାହାଙ୍କୁ କହିଲେ, ଦେଖ ତୁମେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ। ସେହି ଜହନ ପୁସ୍ତକ ତାର 8:11 ଗୋଟେ ବାକ୍ୟ ପଢିବା। ମୁଁ ପଢି ଦେଉଛି, ଶୁଣନ୍ତୁ। ସେ କହିଲା, କେହି ନାହିଁ ପ୍ରଭୁ। ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟକୁ ତୁମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ, ଯାଅ ଆଜିଠାରୁ ପାପ କର ନାହିଁ। ଏ ଯୋଉ ଦୁଇ ଗୋଟି ବାକ୍ୟ ଆମେ ଅଧ୍ୟୟନ କଲୁ, ଏଠାରେ ଦୁଇଟା ଘଟଣା ଦେଖୁଅଛୁ। ଗୋଟିଏ ଜାଗାରେ ଗୋଟିଏ ଝିଅକୁ ଆଉ ଗୋଟିଏ ଜାଗାରେ ଗୋଟିଏ ପୁଅକୁ ପ୍ରଭୁ କହୁଅଛନ୍ତି। ଆମେ ଜାଣିଅଛୁ ଗୋଟିଏ ଜାଗାରେ 38 ବର୍ଷାବଧି ରୋଗୀ 38 ବର୍ଷ ପର୍ଯ୍ୟନ୍ତ ରୋଗରୁ ସୁସ୍ଥ ହଉନଥିଲେ, ପ୍ରଭୁ ଯାଇକି ସୁସ୍ଥ କରିଛନ୍ତି। ଆଉ ସୁସ୍ଥ କଲା ପରେ କିଛି ସମୟ ପରେ ପୁନର୍ବାର ତାହାଙ୍କୁ ଦେଖା ପାଇ କହୁଛନ୍ତି ଯେ ଯିଏ ତାଙ୍କ ମନ୍ଦିରରେ ତାହା ଦେଖା ପାଇ ତାହାକୁ କହିଲେ, ଦେଖ ତୁମେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ। ପ୍ରଭୁ ଏକ ପାପୀକୁ ସୁସ୍ଥତା କରିଛନ୍ତି, କିନ୍ତୁ ଆଉ ତାହାକୁ ପାପରୁ ମୁକ୍ତ କରିକି ଏକ ନୂତନ ଜୀବନ ଯାପନ କରିବା ପାଇଁ ସୁଯୋଗ ଦେଉଛନ୍ତି, ଏକ ଆଶା ରଖି। ପ୍ରଭୁ ତାହା କହୁଛନ୍ତି, ଏକ ଆଶା, ପ୍ରଭୁଙ୍କର ଆଶା ହଉଛି ଆଉ ପାପ କର ନାହିଁ। ମୁଁ ତୁମର ପାପରୁ ମୁକ୍ତ କରି ତୁମକୁ ସୁସ୍ଥ କରିଅଛି, ଆଉ ପାପ କର ନାହିଁ। ମୋର କହିବାର ଉଦ୍ଦେଶ୍ୟ ହଉଛି, ବିବିଧ ଦୟା ହେତୁ ପ୍ରଭୁ ଆମମାନଙ୍କୁ ଆଜି ବିନଷ୍ଟ କରିନାହାନ୍ତି with a great expectation। ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର ଦୟା, ପ୍ରଭୁଙ୍କର କରୁଣା ଯୋଉ ଆମ ପ୍ରତି ଆସୁଅଛି, ଏମିତି ମନ ଇଚ୍ଛା ସେ ଦେଉନାହାନ୍ତି, ବାଣ୍ଟୁ ନାହାନ୍ତି। ଆମଠାରୁ କିଛି ଆଶା ନେଇକି ସେ ବାଣ୍ଟୁଛନ୍ତି। ଏଇଠାରେ ଏକ ବ୍ୟକ୍ତିକୁ ତାହାଙ୍କର ଆଶା ବା ତାହାଙ୍କ ପ୍ରତି ଯୋଉ ଇଚ୍ଛା, ସୁସ୍ଥ କରିବା ପଛର ଇଚ୍ଛା ଅଛି, ତାହାକୁ ସେଠାରେ ପରିପ୍ରକାଶ କରି କହୁଛନ୍ତି, ଆଜିଠୁ ତୁମେ ପାପ କର ନାହିଁ। I want to see your bright future। ମୁଁ ତୁମର ଏକ ଉତ୍ତମ ଭବିଷ୍ୟତ ଦେଖିବା ପାଇଁ ଚାହୁଁଛି, ଏ ରାଇଚିୟସ୍ ଫ୍ୟୁଚର, ଏକ ପବିତ୍ର ଭବିଷ୍ୟତକୁ ମୁଁ ଦେଖିବା ପାଇଁ ଚାହେଁ। ଠିକ ସେହିପରି ଆମେ ଦେଖିଲୁ ସେଇ ଜହନ ତାର 8:11 ଆମେ ଦେଖିଲୁ। ଏଠାରେ ଆମେ ପଢିଲୁ, ସେ କହିଲା, କେହି ନାହିଁ ପ୍ରଭୁ। ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ, ଯାଅ ଆଜିଠାରୁ ପାପ କର ନା। ଏକ ପାପରେ ପଡିଥିବା
ଏକ ସ୍ତ୍ରୀକୁ ଲୋକମାନେ ଧରିଛନ୍ତି, ପ୍ରଭୁ ସେହି ପାପୀକୁ କ୍ଷମା ଦେଉଛନ୍ତି। ଆଉ କ୍ଷମା ଦେଇକି ପାପ କ୍ଷମା ଦେବା ପଛର କାରଣ ସେ କହୁଛନ୍ତି, ଆଜିଠୁ ତୁମେ ପାପ କରନା। ମୁଁ ଫ୍ୟୁଚର, ତୁମର ଫ୍ୟୁଚର ଆଜିଠୁ ପାପମୟ ଜୀବନ ଦେଖିବା ପାଇଁ ଚାହେଁ ନାହିଁ, ମୁଁ ତୁମର ପବିତ୍ର ଜୀବନ ଦେଖିବା ପାଇଁ ଚାହେଁ। ପ୍ରିୟମାନେ, ଆମେ ନିଶ୍ଚିତ ହେବା ଦରକାର, ଆମେ ମନେ ରଖିବା ଦରକାର, ଆମେ ଖାଲି କରୁଣା ଦୟାକୁ ଏତେ ଇଜିରେ ନେବା ନାହିଁ। ଏଇ କରୁଣା ଓ ଦୟା ପଛରେ ମାନେ ପ୍ରଭୁଙ୍କର ଏକ ବିହିତ ଉଦ୍ଦେଶ୍ୟ ରହିଅଛି। That is expectation that we should be like him. ଆମେ ତାହାଙ୍କ ପରି ହେଉ, ଆମେ ପବିତ୍ର ହଉ, ଉତ୍ତମ ହଉ, ସେଇଟା ହିଁ ସେ ଚାହାନ୍ତି। ଦୟା ଅନୁଗ୍ରହ ପଛରେ ପ୍ରଭୁଙ୍କର ଗୋଟିଏ ଉଦ୍ଦେଶ୍ୟ, let my children be like me, ମୋ ପରି ମୋହର ପିଲାମାନେ ହୁଅନ୍ତୁ, ସେମାନେ ପବିତ୍ର ହୁଅନ୍ତୁ। ଆମେ ସେଲିବ୍ରେଟ କଲୁ ନୂଆ ଇୟର, ଆଉ ସେ କହୁଛୁ ଏଇ ବିଳାପ ପୁସ୍ତକ ଅନୁସାରେ କହୁଛୁ, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମେ ମାନେ ବିନଷ୍ଟ ହେଇନାଉ। We are praising like anything. ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। କ୍ୱେଶ୍ଚିନ ହୁଏ, ଆଜି ଆମେ ସେଇ ଇଚ୍ଛା ଅନୁସାରେ ଆମର ଜୀବନ ଅଛି ନା ଆମେ ଯାହା ବି ପାପ ଥିଲା ତାହାକୁ ନେଇ ଆମେ ଆଗକୁ ବଢୁଅଛୁ? ଆମେ ଆଗକୁ ବଢୁନାହୁଁ ତ ଯାହା ବି ପାପ ଅଛି। ମୁଁ ଗତ ଥର କହିଥିଲି ଆପଣମାନଙ୍କୁ, ମନେ ଥିବ ଯେ ବାହୁଙ୍ଗା ଯାତ୍ରା ବିଷୟରେ ପ୍ରଭୁ ସେମାନଙ୍କୁ କହୁଛନ୍ତି, ଶେଷରେ ଯେତେବେଳେ ସେ ପାଖକୁ ଆସିକି ଦେଖିଲେ ରୋଧ ନ କଲେ। ଆଜି ଆମ ମାନଙ୍କର ପ୍ରଭୁଙ୍କର ଯଦି ଏକ ଗେଜ୍, ଏକ ସ୍ଥିର ଦୃଷ୍ଟି ଆମ ପ୍ରତି ଯଦି ପାଖକୁ ଆସିକି ଦେଖିବ, ସେ ଆମମାନଙ୍କ ପାଇଁ ବିଳାପ କରିବେ ନାହିଁ ତ? ବିଳାପ କରିବା ପଛରେ ସେ କାରଣ କହୁଛନ୍ତି, ତୁମେ ଅନୁଗ୍ରହର ସମୟ ନ ବୁଝିବାରୁ। ହଁ, ଅନୁଗ୍ରହର ସମୟ, ଅନୁଗ୍ରହ ପାଇଁ ଆମେ ଆଜି ବଞ୍ଚିଅଛୁ, ବିବିଧ ଦୟା ସକାଶେ ଆମେ ବଞ୍ଚିଅଛୁ। ଅନ୍ୟ ପକ୍ଷରେ ସେହି ଲୋକମାନଙ୍କ ପାଇଁ ସେ ବିଳାପ କରୁଛନ୍ତି ଯୋଉମାନେ ଅନୁଗ୍ରହର ସମୟକୁ ନ ବୁଝି, ଅନୁଗ୍ରହକୁ ଏତେ ହାଲୁକା ଭାବରେ ନେଇ ପ୍ରଭୁଙ୍କ ସହିତ ଅଛୁ ବୋଲି କହୁଛନ୍ତି, ଆରାଧନା କରୁଛୁ ବୋଲି କହୁଛନ୍ତି, ଖୋଜିକି ବାହୁଙ୍ଗା ଯାତ୍ରାରେ ଡେଉଁଛନ୍ତି, ନାଚୁଛନ୍ତି, କିନ୍ତୁ ପ୍ରଭୁ ସେମାନଙ୍କ ପ୍ରତି ବିଳାପ କରୁଛନ୍ତି। ଆଜି ମୁଁ କିଛି ନୂଆ କହିବି ସେ ବିଷୟ ନାହିଁ। ପ୍ରିୟମାନେ, let us examine ourselves. 2025 ଆମେ ପ୍ରବେଶ କରିଛୁ, ଏରାଉଣ୍ଡ ଗୋଟିଏ ମାସ ବିତି ଯିବନି। ବିବିଧ ଦୟା ସକାଶୁ ଆମେ ଜୀବିତ ଅଛୁ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରୁଛନ୍ତି, କିନ୍ତୁ ଗୋଟିଏ ବିଷୟ ଆମେ ଜାଣିବା ଦରକାର, ତାହାଙ୍କର ଦୟା ପଛର ତାହାଙ୍କର ଉଦ୍ଦେଶ୍ୟ ବା କାରଣକୁ ଆମେ ବୁଝିବା ଦରକାର। ତାହାଙ୍କର ଉଦ୍ଦେଶ୍ୟ କିଛି ନୁହେଁ। ଆମେ ଯେତେ ଲୋକ ଜୁମରେ ଅଛୁ, ଜଣେ ବି ନରକକୁ ନ ଯାଉ, ଏହା ହଉଛି ତାହାଙ୍କର ଉଦ୍ଦେଶ୍ୟ। ଆମେ ଯେତେ ଲୋକ ଜୁମରେ ଅଛୁ, ଜଣେ ବି ଯେ ପ୍ରଭୁଙ୍କର ବାକ୍ୟର ବିମୁଖ ହଉ, ଦିନକୁ ଦିନ ପବିତ୍ର ହଉ। ଇଟ୍ ଇଜ ଏ ଗ୍ରେଟ୍ ଏକ୍ସପେକ୍ଟେସନ ଅଫ ଆୱାର ଗଡ୍। ଏଠି ଏକ ଆମ ପରମେଶ୍ୱରଙ୍କ ବିରାଟ ମାନେ କଣ ଆଶା ରହିଅଛି ଆମ ମାନଙ୍କ ପ୍ରତି। ସେ ଦୟା କରିବା ପଛରେ ଆଶା ରହିଅଛି, ସେଇ ଆଶାକୁ ଆମେ ବୁଝିବା ଦରକାର। ସେହି ବିଳାପ ପୁସ୍ତକ ତାର 3:40 ପଢିବା, ଆଉ ଏଇ ବାକ୍ୟ ମୋର ମେନ୍ ସେଣ୍ଟ୍ରାଲ ବାକ୍ୟ ଥିବ ଆଜିର ବିଷୟ। ମୁଁ ପଢି ଦଉଛି ଆପଣ ମାନଙ୍କ ପାଇଁ। 3:40, ଆମେ ମାନେ ଆପଣା ଆପଣା ପଥ ଅନୁସନ୍ଧାନ ଓ ପରୀକ୍ଷା କରୁ, ପୁଣି ସଦା ପ୍ରତି ପ୍ରଭୁଙ୍କ ପ୍ରତି ଫେରୁ। ଆମେ ବିବିଧ ଦୟା ସକାଶେ ପ୍ରଭୁ ଆମ ମାନଙ୍କୁ ଆଣିଅଛନ୍ତି। If we are repeating the same thing, ଆମେ ଯଦି ପାପରେ ଆଗକୁ ଆସିଅଛୁ, ପ୍ରିୟମାନେ, ବିଳାପ ପୁସ୍ତକ ସେ କହନ୍ତି ବିବିଧ ଦୟା ସକାଶେ ତ ଆମକୁ ସେ ଆମମାନଙ୍କୁ ଜୀବିତ ରଖିଛନ୍ତି, କିନ୍ତୁ ତାହାକୁ ଆମେ ହାଲୁକା କରି ନେବା ନାହିଁ। ଆସ ଆମେ ମାନେ ଆପଣା ଆପଣା ପଥ ଅନୁସନ୍ଧାନ କରିବା। Let us examine ourselves. ଆସନ୍ତୁ ଆମେ ଆପଣା ଆପଣା ପଥ ଅନୁସନ୍ଧାନ ଓ ପରୀକ୍ଷା କରି ପୁଣି ସଦା ପ୍ରଭୁଙ୍କ ପ୍ରତି ଫେରୁ। ପ୍ରିୟମାନେ, ସେ କହନ୍ତି ବିବିଧ ଦୟାକୁ ପ୍ରଭୁକୁ ସେମାନେ ସ୍ୱୀକାର କରୁ କରୁ ଦୟା ଯୋଗ ଆମେ ଆସିଅଛୁ। ଏବେ ବି ଆମମାନଙ୍କ ଜୀବନରେ ପାପ ରହିଅଛି। ଆସ ଆମେ କୋଉ କୋଉ ପାପରେ ଅଛୁ ନିଜକୁ ଅନୁସନ୍ଧାନ କରି, ଖାଲି ଅନୁସନ୍ଧାନ କରିବା ବୋଲି ସେ କହୁନାହାନ୍ତି ଏ ବାକ୍ୟରେ, ସେ ପ୍ରଭୁଙ୍କ ଆଡକୁ ଫେରିବା। ପ୍ରଭୁଙ୍କ ଆଡକୁ ଫେରିବା, ସେଇ କଥା ସେ କହନ୍ତି। ପ୍ରିୟମାନେ, ଏଇ ବାକ୍ୟକୁ ଆଧାର କରି ମାଇଣ୍ଡ ରଖିବା। ବିଳାପ ତାର 3:40କୁ ମନରେ ରଖି ଆସନ୍ତୁ ଆମେ ଖୋଲିବା। ମୋ ସହିତ ଖୋଲନ୍ତୁ ଲୁକ ଲିଖିତ ସୁସମାଚାର ତାର 15କୁ ଆମେ ଦେଖିବା। ପୁନର୍ବାର ମୁଁ ରିପିଟ କରିବା ପାଇଁ ଚାହେଁ, ଆମେ ମାନେ ବିବିଧ ଦୟା ସକାଶୁ ଆଜି ଜୀବିତ ଅଛୁ। ପ୍ରଭୁଙ୍କର ପ୍ରିୟ ଦାସ ସେ କହୁଛନ୍ତି ପ୍ରଭୁଙ୍କର ବିବିଧ ଦୟା ସକାଶେ ଆମେ ଜୀବିତ ଅଛୁ।
ବଞ୍ଚିକି ରହିଅଛ, ବିନଷ୍ଟ ହେଇନା, କିନ୍ତୁ ଆସ ଆପଣା ଆପଣା ପଥ ଅନୁସନ୍ଧାନ କରୁ ଆଉ ତାହାଙ୍କ ପ୍ରତି ଫେର। ଏଇଟା ପ୍ରଭୁଙ୍କର ବାକ୍ୟ ଆଜି ପ୍ରଭାତରେ ଆମମାନଙ୍କୁ ଶିକ୍ଷା ଦିଏ। ଆଡ୍ କରିବାର ଅଛି ତାହା। ଆମେ ନିଶ୍ଚିତ ହେବା ଦରକାର ଯେ ଆସନ୍ତୁ ଆମେ ନିଜ ନିଜକୁ ପରୀକ୍ଷା କରିବା। ମୋ ସହିତ ଖୋଲିବା ଆଜି ଅଳ୍ପ ସମୟ ଲୋକ ଲିଖିତ ସୁସମାଚାର 15:17 ଆମେ ଆଗକୁ ଦେଖିବା। ଲୋକ ଲିଖିତ ସୁସମାଚାର 15:17 ଦେଖିବା। ଅତି ପରିଚିତ ଏକ ଫ୍ୟାମିଲିଆର ପାସେଜ ଆମେ ଏଇଟାକୁ କୁହାଯାଏ ମାନେ ଅପବ୍ୟ ପୁତ୍ରଙ୍କର ଏକ୍ସାମ ବୋଲି। ମୁଁ ଯେତେବେଳେ କେତେଟା ପୁସ୍ତକ ପଢୁଥିଲି ଆକ୍ଚୁଆଲି ଏଟା ଅପବ୍ୟ ପୁତ୍ର ବୋଲି ହେଡିଂ ବି ଦେବାର ନଥିଲା। ମେନ୍ ରୋଲ ଅଛି ମାନେ ଈଶ୍ୱରଙ୍କର ପ୍ରେମ, ଈଶ୍ୱରଙ୍କର ପ୍ରେମ ଉପରେ ତାହା ଆମେ ଗୁରୁତ୍ୱ ଦେବା ଦରକାର। ସେ ଯାହା ହଉ ନା କାହିଁକି ଆଜିର ବିଷୟ ହଉଛି ଆମେ ଆସନ୍ତୁ ଆମେ ନିଜକୁ ପରୀକ୍ଷା କରିବା, ପ୍ରଭୁଙ୍କ ଆଡକୁ ମୁହେଇବା। ତାହା ହଉଛି ଆଜିର ବିଷୟ। ମୁଁ ପଢି ଦଉଛି ଆପଣ ମାନଙ୍କୁ 17 ପଦ। ମାତ୍ର ସେ ଚେତନା ପାଇ କହିଲା। କିଏ କହିଲା? ଯେ ବିବିଧ ଦୟା ସକାଶେ ବି ବଞ୍ଚିଛି, ଅପବ୍ୟ ପୁତ୍ର ମରି ନାହିଁ। ସ୍ପିରିଚୁଆଲି ହି ୱାଜ ଡେଥ୍। ପ୍ରଭୁଙ୍କର ବାକ୍ୟ କୁହେ ସେ ଫିଜିକାଲି ବଞ୍ଚିଛି, ସ୍ପିରିଚୁଆଲି ହି ୱାଜ ଡେଥ୍। ସେ ସ୍ପିରିଚୁଆଲି ଡେଥ୍। ମାତ୍ର ସେ ଚେତନା ପାଇ କହିଲା ମୋର ବାପାଙ୍କ କେତେ ମୂଲ୍ୟାଙ୍କ ଖାଦ୍ୟ ବଳି ପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ପ୍ରଥମ ବିଷୟ ପ୍ରିୟ ମାନେ, ଆସ ଆମେ ମାନେ ଆପଣ ଆପଣଙ୍କୁ ପରୀକ୍ଷା କରିବା ପ୍ରଭୁଙ୍କ ଠାରେ ଫେରୁ। ପ୍ରଥମେ ହଉଛି ଆଜି ଆମେ ନିଜକୁ ଦେଖିବା। ବିବିଧ ଦେହ ସକାଶେ ପ୍ରଭୁ ଆମର 2025 ଦେଉଛନ୍ତି। ପ୍ରଥମ ବିଷୟ ହଉଛି ଇଣ୍ଟ୍ରୋସ୍ପେକ୍ସନ। ଆସ ନିଜକୁ ସମୀକ୍ଷା କରିବା, ଯାହା କୁହାଯାଏ ସେଲ୍ଫ ଇଭାଲ୍ୟୁଏସନ ବା ସେଲ୍ଫ ଏକ୍ସାମିନେସନ। ପ୍ରଥମ ପଏଣ୍ଟ ହଉଛି ଇଣ୍ଟ୍ରୋସ୍ପେକ୍ସନ। ସେ ବାକ୍ୟ ଚକ୍ର କଲେ ବିବିଧ ଦେହ ସକାଶେ ଆମେ ବିନଷ୍ଟ ହେଇନୁ, କିନ୍ତୁ ଆସ ଆମେ ନିଜକୁ ନିଜ ବିଷୟରେ ଆମେ ଅନୁସନ୍ଧାନ କରିବା। ସେଲ୍ଫ ଇଣ୍ଟ୍ରୋସ୍ପେକ୍ସନ। ଏଇଠାରେ ଅପବ୍ୟ ପୁତ୍ର ଏଇ ବାକ୍ୟ ଆମେ ଦେଖୁଛୁ ନିଜ ବିଷୟ ସେ ସମୀକ୍ଷା କରୁଛନ୍ତି। ମାତ୍ର ସେ ଚେତନା ପାଇ କହିଲା। ସେ ଆଜି ପର୍ଯ୍ୟନ୍ତ ଚେତା ପାଇନଥିଲା। ଯିଏ ମାନେ he came into senseless ମାନେ senseless ମାନେ he is alive but not active, he is inactive କହନ୍ତି। ଯୋଉମାନେ senseless ହୁଅନ୍ତି ସେମାନେ ମୃତ ନୁହଁ କିନ୍ତୁ ନିଷ୍କ୍ରିୟ ହୁଅନ୍ତି। ଏଇଠାରେ ଏକ ବ୍ୟକ୍ତି ସେ ନିଜ ସେନ୍ସକୁ ଆସୁଛନ୍ତି ଆଉ ସେ ସେଲ୍ଫ ଇଭାଲୁଏଟ କରୁଛନ୍ତି, ଇଣ୍ଟ୍ରୋସ୍ପେକ୍ଟ କରୁଛନ୍ତି ନିଜ ବିଷୟରେ। କଣ? ମାତ୍ର ସେ ଚେତନା ପାଇ କହିଲା ମୋର ବାପାଙ୍କ କେତେ ମୂଲ୍ୟାଙ୍କ ଖାଦ୍ୟ ବଳି ପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ରହିଅଛି। ପ୍ରିୟମାନେ ଆମେ ଯୋଉ ପର୍ଯ୍ୟନ୍ତ ନିଜ ବିଷୟରେ ସମୀକ୍ଷା କରିନୁ ଆମେ ନିଜ ପାପ ବିଷୟରେ ରିକଗ୍ନାଇଜ କରିପାରିବା ନାହିଁ। ଏଇଠି ପ୍ରଥମେ ସେ ଇଣ୍ଟ୍ରୋସ୍ପେକ୍ଟ କରୁଛନ୍ତି, ଯାହାକୁ ଆମେ ଇଣ୍ଟ୍ରୋସ୍ପେକ୍ସନ କହିବା। ତାପରେ ଆସିବ ରିକଗ୍ନାଇଜେସନ। ସେ ନିଜର ସ୍ଥିତି ବା ଅବସ୍ଥାକୁ ବୁଝି ପାରୁଛନ୍ତି, ରିକଗ୍ନାଇଜ କରିପାରୁଛନ୍ତି। କଣ ସେ ରିକଗ୍ନାଇଜ କରିପାରୁଛନ୍ତି? ଯଦି ଆପଣ ପଢିବେ ବାପାଙ୍କ କେତେକ ମୂଲ୍ୟାଙ୍କ ଖାଦ୍ୟ ବଳି ପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ଆମର ଲାଇଫ ଏମିତି ଦୟା ଅନୁଗ୍ରହ ଆଜି ଆମମାନଙ୍କୁ ଜୀବିତ ମାନଙ୍କ ମଧ୍ୟ ରଖିଛି। ବିନଷ୍ଟ ହେଇନୁ କହିବା ବହୁତ ଇଚ୍ଛା ହଉଛି, କିନ୍ତୁ ଆମେ କେବେ ବି ନିଜକୁ ମାନେ ଇଣ୍ଟ୍ରୋସ୍ପେକ୍ସନ ସେଲ୍ଫ ଇଭାଲ୍ୟୁଏସନ କରିନଥାଉ। କିନ୍ତୁ ଧନ୍ୟ ଅପବ୍ୟ ପୁତ୍ର ସେ ଇଣ୍ଟ୍ରୋସ୍ପେକ୍ସନ କରିବା ସହିତ ରିକଗ୍ନାଇଜେସନ କରୁଛନ୍ତି, ନିଜର ସ୍ଥିତିକୁ ସେ ଜାଣି ପାରୁଛନ୍ତି। where he is now, what he is doing now ସେ ଜାଣି ପାରୁଛନ୍ତି। ଆଉ ସେ କହୁଛନ୍ତି ସେ କମ୍ପାରିଜନ ଇଣ୍ଟ୍ରୋସ୍ପେକ୍ସନ ପରେ ସେ ଦେଖୁଛନ୍ତି, କମ୍ପାରିଜନ କରୁଛନ୍ତି ତାଙ୍କର ପରିସ୍ଥିତିକୁ। ସେ ମାନେ ରିକଗ୍ନାଇଜ କରିପାରୁଛନ୍ତି କଣ? ଗୋଟେ ପଟେ ହଉଛି ସ୍କାରସିଟି, ଆଉ ଗୋଟେ ପଛେ ହଉଛି ମାନେ ଗୋଟେ ପଟେ ଏମ୍ପ୍ଟି ଆଉ ଗୋଟେ ପ୍ରଚୁର ଅଛି। ପ୍ଲେଣ୍ଟି ଆଉ ଏମ୍ପ୍ଟି ମାନେ ପ୍ଲେଣ୍ଟି ଆଉ ଗୋଟେ ପଟେ ଏମ୍ପ୍ଟି। ସେ ମାନେ
ଇଭାଲ୍ୟୁଏସନ କଲା ପରେ ମାନେ इंट्रोस्पेक्शन कला परे से जानी पारुछंती से रिकॉग्नाइज करि पारुछंती से डिफरेंशिएट करि पारुछंती जे गोटे पटे प्रचुर अछि आ गोटे पटे खालीपन अछि से विषय से देखुछंती आज आमे ए प्रभात रे बसी अछु ए माने तांकर विविध दया सकाश आमे विनष्ट हेना किंतु प्रभुंकर दया सदा बेले गोटे विश्वास करे आओ से पाप न करो तेणु गीतर सॉरी ये अपव्य पुत्र प्रथम से निजक इंट्रोस्पेक्ट सेल्फ इवाल्युएशन करुँचे से जानी पारुछंती ताकर स्थिति रिकॉग्नाइज करि पारुछंती से कोठी अछंती तृतीय विषय है से रियलाइज करुछंती रियलाइज माने कौन रियलाइज होची से जोटा काम करिछन सेति पय गिल्टी फील करबा ताकर पाप निमंते अनुताप माने गिल्टी फील करिया को रियलाइजेशन कहन केवल रिकॉग्नाइज जो विषय पाप को से रिकॉग्नाइज कले सेति पय से रियलाइजेशन करूछन फर्स्ट इंट्रोस्पेक्शन देन रिकॉग्निशन सेति पय से रियलाइजेशन करूछन रियलाइज करूछन रियलाइज माने फीलिंग गिल्टी अबाउट द वीकनेस वी हैव बीन डूइंग हमें जो पाप करूछु से पाप विषय जेते बेले हमें समीक्षा करिबा सेल्फ माने इंट्रोस्पेक्ट करिबा आ जेते बेले हमें ताको फाइंड आउट करिबा रिकॉग्नाइज करिबा दीज आर द वीकनेस आई हैव बीन डूइंग आ सेति प्रति जदि हमें माने रियलाइज करिनो सेति प्रति जदि गिल्टी फील करनो हमें पाप को फेरिबा नै से एठारे तांकर रियलाइजेशन विषय लिखाई छी जे मो भूल जगह अछि मो बापा को ठार बहुत किछि अछि मो भूल जगह अछि प्रिय माने हमें निजको हमें जेपरि शुणुले आसत निजको समीक्षा करवा हमें आनंद नुआ वर्ष एंट्री करी प्रभु कही अच्छा तुम पाप को मु काउंट करूना किंतु तुम ठार पाप को आशा करूना एक्सपेक्टेशन को जब पूर्ण करिया आम सदा बेले निजको पोल जेपरि कहती तुम विश्वास रच कि ना से विषय अपना अपना को परीक्षा कर आम इंट्रोस्पेक्ट करवा दरकार इंट्रोस्पेक्ट कला परे आम फाइंड आउट करवा रिकॉग्नाइज करवा व्हाट आर द वीकनेस आई हैव बीन कमिटिंग जो कौन कौन दुर्बलता आम रिकॉग्नाइज करवा सहित से प्रति आम रियलाइज भी करवा दरकार गिल्टी फील करवा दरकार आमे संपूर्ण गिल्टी फील करवा दरकार तापर से कोन कहउछंती आपण जदि 18 पद पढिबे मोटी मो बापा को पाख को जीवे इंट्रोस्पेक्शन रिकॉग्निशन रियलाइजेशन देन कम्स डिसीजन एक व्यक्ति जेते बेले निज जीवन रे निज दुर्बलता प्रति रियलाइज करिवो एठारे उपय पुत्र कथा देखुछु एक डिसीजन नेउछन कोन डिसीजन नेउछंती मोटी मो बापा को पाख को जीवे हालेलुया ते माने मनुष्य से हुए से जेपरि निष्पत्ति नहीं आपनकर डिसीजन आपनकर फ्यूचर एठारे एक व्यक्ति अपव्य पुत्र जेतले चेता को आसिले इंट्रोस्पेक्ट कले रिकॉग्नाइज कले ताउ ता प्रति रियलाइज कले रियलाइज करे से डिसीजन नेउछंती कोन डिसीजन नेउछंती लिखा जाए मु उठी मो बापा पाख को जीवी और ताहा को कहबी बापा ईश्वर के विरुद्ध रे वो तुम दृष्टि रे मो पाप करि अछि प्रेज द लॉर्ड से डिसीजन नेउछंती खास करी कोन पई मु जीवी औ कहबी डिसीजन फॉर कन्फेशन डिसीजन नेउछंती निजर जो गिल्टी फील करूछंती पाप करबा विषय से फील करूछंती आई शुड कन्फेस माय सिन एठा हम देखुछु द प्रोडिगल सन इज टेकिंग ए डिसीजन फॉर कन्फेशन फॉर द करेक्शन इसको करेक्ट करिया पय से डिसीजन नेउछंती आ बाइबल को वो मो बापा को पाख को जीवी और ताहा कहबी बापा ईश्वर को विरुद्ध रो तुम दृष्टि रे मो पाप कली एठारे केते सुंदर डिसीजन डिसीजन कोन डिसीजन बापा को पाख को फेरिबे जेपरि आमे विलाप पुस्तक पढिलो आसो आमे अनुसंधान करू आ प्रभु को आड़े हमर मुह देखाओ प्रभु को आड़े गति करू ठीक है एक्जेक्टली अपव्य पुत्र
ନିଜ ଜୀବନ ପ୍ରତି ଇଣ୍ଟ୍ରୋସ୍ପେକ୍ସନ କରୁଛନ୍ତି। ତାପରେ ଇଣ୍ଟ୍ରୋସ୍ପେକ୍ସନ କଲା ପରେ ସେ ନିଜର ଭୁଲ ଗୁଡାକ ରିକଗ୍ନାଇଜ କରୁଛନ୍ତି। ଭୁଲକୁ ରିକଗ୍ନାଇଜ କଲା ପରେ ତା ପ୍ରତି ଗିଲ୍ଟି ଫିଲ୍ କରି ରିଏଲାଇଜ କରୁଛନ୍ତି। ରିଏଲାଇଜ କଲା ପରେ ସେ ଡିସିସନ ନେଉଛନ୍ତି। ଡିସିସନ ଫର କନଫେସନ, ଡିସିସନ ଫର କନଫେସନ, ସେ ଏକ ଡିସିସନ ଫର କରେକ୍ସନ। ୱାହ ଗ୍ରେଟ୍! ଏକ ପ୍ରଭୁଙ୍କର ପ୍ରିୟ ସନ୍ତାନ, ଅପବ୍ୟ ସନ୍ତାନ, ସେ ଡିସିସନ ନେଉଛନ୍ତି କଣ ପାଇଁ? ନିଜ ପାପକୁ ସ୍ୱୀକାର କରିବା ପାଇଁ, ନିଜର ପାପ ପ୍ରତି ସେ କରେକ୍ଟ କରିବା, କରେକ୍ସନ ହେବା ପାଇଁ। ଓ ହାଲେଲୁୟା! କେତେ ସୁନ୍ଦର ରିୟୁନିୟନ ହେବା ପାଇଁ। ହଁ, କନଫେସନ, ରିୟୁନିୟନ ଏଣ୍ଡ କରେକ୍ସନ, କେତେ ସୁନ୍ଦର ଡିସିସନ ଆଜି ଆମେ ନେବା। ହୋଇପାରେ ଛୋଟ ବିଷୟ ହେଇଥାଇପାରେ, ପ୍ରଭୁ ଆମଠୁ ସେଇଟା ଚାହାନ୍ତି ନାହିଁ। ଏବେଠୁ ତୁମେ ସେଇଟା କର ନାହିଁ। ଆମେ କନଫେସ ଯଦି କରିବା, ଆମେ ଯଦି ଡିସିସନ ନେବା, ମାନେ ଆପଣ ଯାହା ବି କରନ୍ତି that is based on your decision. Decision matters, ମନେ ରଖିଥାନ୍ତୁ। ଏକ ବ୍ୟକ୍ତିର ଡିସିସନ ଅନୁସାରେ ସେ ନିଷ୍ପତ୍ତି ନେଇଥାଏ। ଆଜି ସ୍ତ୍ରୀକୁ ଯଦି ପ୍ରେମରେ ଗେଲି ବୋଲି କହୁଛି, ସେ ତାଙ୍କର ଯଦି ହଠାତ୍ ଏକ ମାନେ ମନ୍ଦ ଚିନ୍ତା ସେ ତାକୁ କଣ କଣ କହିଥାଏ, ତାଙ୍କ ଡିସିସନ ଉପରେ ନିର୍ଭର କରେ। You are what you decide. ଆପଣ ମୁଁ ଯାହା ହଉ ତାହା ଆମେ ଯାହା ଡିସିସନ ନେବୁ ତାହା ଅନୁସାରେ ଆମେ ହେଇପାରିବା। କିନ୍ତୁ ଏଠାରେ ଏକ ଡିସିସନ, ଓ ଗ୍ରେଟ୍! ମୁଁ ଆନନ୍ଦରେ ନାଚି ଉଠୁଛି। ଏକ ବ୍ୟକ୍ତି, ଏକ ପାପୀ ବ୍ୟକ୍ତି ପ୍ରଭୁ ଠାରୁ ଯିଏ ଦୂରକୁ ଯାଇଥିଲେ, ଏବେ ପ୍ରଭୁଙ୍କ ଆଡ ସେ ନିଜ ବିଚାର କରି ଆସ ଆମେ ପ୍ରଭୁଙ୍କ ଆଡେ ମୁହଁ କରିବା। I will go towards my Father and I will confess. ପ୍ରଭୁଙ୍କ ପିତାଙ୍କ ପାଖକୁ ଯିବି ଆଉ ମୁଁ କନଫେସ କରିବି। I will ମାନେ correct myself. He is taking decision for confession and correction and for reunion with Father. ପିତାଙ୍କ ଠାରେ ରିୟୁନିୟନ ପାଇଁ ସେ ନିଷ୍ପତ୍ତି ନେଉଅଛନ୍ତି। 20 ପଦ ଲେଖାଯାଏ, ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। ହାଲେଲୁୟା! କେତେ ସୁନ୍ଦର ବାକ୍ୟ। It is not enough to take a decision. ଏକ ଡିସିସନ ଖାଲି ନେବା ଯଥେଷ୍ଟ ନାହିଁ। ଡିସିସନ must be implemented. ଏଠି ଡିସିସନ ନେଲେ for correction, for confession, for reunion, ତାକୁ ସେ ଏଠି ଲେଖାଯାଏ implementation। ସେ ଉଠି ଗଲା, ଯିବି ବୋଲି କହିଲା, that was decision। ସେ ଗଲା, that was implementation। ଯେଉଁମାନେ ଆମମାନଙ୍କର ଡିସିସନ ଯଦି ଫିଲ୍ଡରେ ଇମ୍ପ୍ଲିମେଣ୍ଟ ହଉନାହିଁ, ଡିସିସନ ହେଇ ରହିବ, ତାହା କାର୍ଯ୍ୟରେ ଆସିବ ନାହିଁ। ଏଇ ନୂତନ ବର୍ଷ, ଏଇ ମାସ ଶେଷ ପୂର୍ବରୁ let us the people of ମାନେ implementing people, ଆମେ ଆମର ଡିସିସନ, ନୂତନ ଡିସିସନକୁ ମାନେ କାର୍ଯ୍ୟରେ ପରିଣତ କରିବା ଲୋକ ହଉ। ଜଣେ ଆସିବି ବୋଲି କହିଲା, ପୁଣି ଯୀଶୁକୁ ପଛରେ ଡିସିସନ ନେଇଥିଲା, କଥା ନାହିଁ। ଯିଏ ଆସିବି ନାହିଁ ବୋଲି କହୁଥିଲା, ସେ ଶେଷରେ ଡିସିସନ ନେଇକି ଇମ୍ପ୍ଲିମେଣ୍ଟ କଲା। ଖ୍ରୀଷ୍ଟିଆନ ଜୀବନ ୱିଦାଉଟ୍ ଇମ୍ପ୍ଲିମେଣ୍ଟେସନ, ସେଇଟା ଖ୍ରୀଷ୍ଟିଆନ ଜୀବନ ନାହିଁ। ବିଶ୍ୱାସ କର୍ମ ବିନା ବୃଦ୍ଧ। କର୍ମ ହଉଛି ଇମ୍ପ୍ଲିମେଣ୍ଟେସନ, ବିଶ୍ୱାସ ହଉଛି ଡିସିସନ। ଆମ ମନରେ ଡିସିସନ ନେଉଛି। ଏଇଟା ଲେଖାଯାଏ ସେ ଇମ୍ପ୍ଲିମେଣ୍ଟ କଲେ। ଇମ୍ପ୍ଲିମେଣ୍ଟେସନ ବା ଆକ୍ସନ ବୋଲି କହନ୍ତି। ମୁଁ ପୁନର୍ବାର ରିପିଟ କରିବା ପାଇଁ ଚାହେଁ। Introspection, recognition, realization, decision for confession, correction, reunion, and decision must be implemented. Decision must be in action. ଏଇଠାରେ implementation ଦେଖାଉଛି। କଣ implementation? ମୁଁ ପିତାଙ୍କ ନିକଟକୁ ଯିବି ଆଉ କହିବି କହୁଥିଲେ, ଆଉ ବାକ୍ୟ ଲେଖାଯାଏ ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। ଏ ବର୍ଷଠୁ ମୁଁ ଭଲ ହେବି, ଏଇ ସବୁ ଛାଡି ବୋଲି ଡିସିସନ ନେଉଛୁ ବେଳେ ବେଳେ, କିନ୍ତୁ କାର୍ଯ୍ୟ ଆରମ୍ଭ ତ କରୁଛୁ, ସମାପ୍ତ କରିପାରୁନୁ। ଯେପରି ଜିରୁବାବେଲ କାର୍ଯ୍ୟ ଆରମ୍ଭ କରୁଥିଲେ ପୁଣି ସମାପ୍ତ କରିପାରିଲେ ନାହିଁ ବୋଲି ବାଇବଲ ଲେଖା ହେଇଛି। ଉତ୍ତମ କାର୍ଯ୍ୟ ଆରମ୍ଭ କରୁଥିଲେ କିନ୍ତୁ ସମାପ୍ତ କଲେ। ସେତେବେଳେ ପ୍ରଭୁ କହିଲେ, ଜିରୁବାବେଲ ଯଦି କାର୍ଯ୍ୟ ଆରମ୍ଭ କରି ସମାପ୍ତ କରିବାକୁ ହେବ, ଇଟ୍ ଇଜ ନଟ୍ ବିକଜ ଅଫ ୟୁର ମାଇଟି। ଏକ ମାନେ
କାର୍ଯ୍ୟ ଆରମ୍ଭ ପ୍ରତ୍ୟେକ ସମାପ୍ତ କରିବା ହେଲେ ନା ବୁଦ୍ଧିରେ ନା ବଳରେ ନା ପରାକ୍ରମ ପ୍ରଭୁଙ୍କ ହାତ ବାନ୍ଧିବା। ତେଣୁ ଯୀଶୁ କହିଲେ ମୋ ବିନା ତୁମେ କିଛି କରିପାରିବ ନାହିଁ। ଯେଉଁମାନେ ଆମେ ଯଦି ଡିସିସନ ନେଉଛୁ ଆମର ଶାରୀରିକ ମନରେ ଆମେ ମାନେ ତାହା ଇମ୍ପ୍ଲିମେଣ୍ଟ କରିପାରିବା ନାହିଁ। କେତେବେଳେ କରିବା ଯେତେବେଳେ ପିତାଙ୍କ ଠାରେ ଭରସା କରିବା। ତେଣୁ ବାକ୍ୟ ଲେଖାଯାଏ ଯୋଉ ଲୋକ ଫଳ ଫଳିବ ସେ ଯେପରି ଆହୁରି ଫଳ ଫଳିବ ପିତା ତାକୁ ସାହାଯ୍ୟ କରିବେ। ଆମର ଉତ୍ତମ ଡିସିସନ ପାଇଁ ଯେତେବେଳେ ଆମେ ପାଦେ ବଢେଇବା ପିତା ଆଉ 10 ପାଦ ଆମକୁ ଆଗକୁ ଆସିବେ। ତାହା ହିଁ ଲେଖାଯାଏ ଏଠାରେ 22 ପଦରେ ଲେଖା ହେଇଛି। କିନ୍ତୁ ପିତା ଆପଣା 20 ପଦରେ ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ି ଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ। ଏଠାରେ ଦ ଗ୍ରେସିୟସ୍ ଗଡ୍, ନେଚର ଅଫ ଏ ଗ୍ରେସିୟସ୍ ଗଡ୍ ଦୟାରେ ବିଗଳିତ ହେଲେ। ବାଇବଲ କୁହେ ମତେ ଏମିତି ମନ ଆସୁଛି ମୁଁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆମେ ଯଦି ନିଜକୁ ଇଣ୍ଟ୍ରୋସ୍ପେକ୍ସନ କଲା ପରେ ସେଇ ପାପ ଗୁଡାକ ରିକଗ୍ନାଇଜ କଲା ପରେ ଆମେ ଯେତେବେଳେ ରିଏଲାଇଜ କରିବା ଆଉ ଡିସିସନ ନେବା ପ୍ରଭୁଙ୍କ ଆଡକୁ ଯିବା ପାଇଁ ଅନୁତାପ ପାଇଁ ଆମେ ଯଦି ଅନୁତାପ କରି କରି ଚାଲି ଚାଲି ପ୍ରଭୁଙ୍କ ପାଖକୁ ଯିବା ସେ ଆମମାନଙ୍କର ପାପ କ୍ଷମା କରିବା ପାଇଁ ଦୌଡ଼ି ଆସିବେ ପ୍ରିୟମାନେ ଆମ ପାଖକୁ। He will run towards us. ସେ ଆମମାନଙ୍କୁ ହଗ୍ କରିବେ। ଆମେ ଅନୁତାପ କରି ଯଦି ଚାଲି ଚାଲି ଯିବା ପ୍ରଭୁଙ୍କ ପାଖକୁ Lord you forgive my sins ସେ ଦୌଡ଼ି ଆସିବେ। ସେ ଠିଆ ହେଇପାରିବେ ନାହିଁ, ସ୍ୱର୍ଗ ତାହାକୁ ଧାରଣ କରିପାରିବ ନାହିଁ। ସେ ଦୌଡ଼ି ଆସିବେ ଆପଣଙ୍କ ପାଖକୁ ଆଉ ମୋ ପାଖକୁ। ସେ ଆଲିଙ୍ଗନ କରିବେ। ସେ ଆମକୁ ଯୋଉଟା ଭାବିକି ଯାଇଛି ତାହାକୁ ମଧ୍ୟ କଥା ହେବାକୁ ସେ ସୁଯୋଗ ଦେଉନାହାନ୍ତି। He run towards his son with a gracious heart. ଦୟାର ହୃଦୟ ସହିତ ତାହାଙ୍କ ଆଡ଼କୁ ସେ ଦୌଡ଼ି ଯାଉଅଛନ୍ତି। ମୁଁ ଏସବୁ ବ୍ୟାକଗ୍ରାଉଣ୍ଡ କହିବା ପାଇଁ ଚାହେଁ ନାହିଁ। ସେଇ ସମୟରେ ପିତାମାନେ ଦୌଡୁ ନଥିଲେ, ତାର ବ୍ୟାକଗ୍ରାଉଣ୍ଡ ସେ ସବୁ କହିବାକୁ ଚାହେଁ ନାହିଁ। ମୁଁ ଷ୍ଟିକର ନେଇ କହିବା ପାଇଁ ଚାହେଁ ଆମେ ଯଦି ଅନୁତାପ କରି ପ୍ରଭୁଙ୍କ ଆଡ଼କୁ ମୁହଁ କରିବା ପ୍ରଭୁ ତାହାଙ୍କର ସିଂହାସନରେ ବସିବେ ନାହିଁ। ସେ ଦୌଡ଼ି ଆସିବେ ଆପଣଙ୍କ ପାଖକୁ ଆଉ ମୋ ପାଖକୁ। କଣ ପାଇଁ? ତାହାଙ୍କର ଅନୁତାପ ପୁଣି ପ୍ରଭୁଙ୍କର ହୃଦୟରେ ଦୟା ସୃଷ୍ଟି କରେ। ଯୋଉ ଦୟା ପ୍ରଭୁକୁ ଦୌଡାଏ ତାହାଙ୍କର ଲୋକକୁ ପ୍ରଭୁଙ୍କର ପବିତ୍ର ନାମ ଧନ୍ୟବାଦ ହେଉ। ଆମେ ଏ ପ୍ରଭାତରେ ବିବିଧ ଦୟା ସକାଶ ଆମେ ଆଜି ବିନଷ୍ଟ ହେଇନାହୁଁ। Meanwhile, ବିବିଧ ଦୟା ପଛରେ ଏକ ବିହିତ ଉଦ୍ଦେଶ୍ୟ ପ୍ରଭୁଙ୍କର ରହିଅଛି। That we should be like him. We should not continue the same sin. We should not continue the same sin. ସେ ଆମମାନଙ୍କ ଠାରୁ ପବିତ୍ରତା ଦେଖିବା ପାଇଁ ଚାହାନ୍ତି, ଆମମାନଙ୍କ ଠାରୁ ଉତ୍ତମତା ଦେଖିବା ପାଇଁ ଚାହାନ୍ତି। କିନ୍ତୁ ତାହାଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ କଣ ହେବ? ଆଜି ଯଦି ଆମମାନଙ୍କ ମଧ୍ୟରୁ ଯୋଉ କୋଉମାନେ ସେମ୍ ପାପକୁ ରିପିଟ କରୁଛୁ କିମ୍ବା ଏଇ 2025 ଯଦି ପାପ କରିଅଛୁ ପ୍ରିୟ ମାନେ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଶିକ୍ଷା ଦିଏ ସେ ଯେ ବିବିଧ ଦୟା ସକାଶ ଆମମାନଙ୍କୁ ପ୍ରଭୁ ବିନଷ୍ଟ କରୁନାହାନ୍ତି। ସେଇ ବିଳାପ ପୁସ୍ତକରେ ପ୍ରଭୁଙ୍କର ଦାସ କହନ୍ତି ଆସ ଆମେ ନିଜକୁ ସମୀକ୍ଷା କରିବା, ଆମେ ନିଜକୁ ସମୀକ୍ଷା କରିବା ଆଉ ପ୍ରଭୁଙ୍କ ଆଡ଼କୁ ମୁହଁ କରିବା। ହାଲେଲୁୟା। ଯାହାକି ଅପବିୟ ପୁତ୍ର ଠାରୁ ଆମେ ଦେଖୁଅଛୁ ପ୍ରଭୁଙ୍କ ଆଡ଼କୁ ଆମେ ମୁହଁ କରିବା। ସେ ଦୟାଳୁ ପରମେଶ୍ୱର ସେ ବିବିଧ ଦୟା ସକାଶ ଆମମାନଙ୍କୁ ବିନଷ୍ଟ କରିନାହାନ୍ତି, କିନ୍ତୁ with a great expectation ତାହାଙ୍କର ଦୟା ଆମେ ମାନେ ଯେ ଆପଣା ପଥ ଅନୁସନ୍ଧାନ କରି ପରୀକ୍ଷା କରିଲା ପରେ ସଦାପ୍ରଭୁଙ୍କ ପ୍ରତି ଯଦି ଫେରିବା ଅନୁତାପର ସହିତ ଚାଲି ଚାଲି ଯଦି ଯିବା ସେ ଦୌଡ଼ି ଆସିବା ପାଖକୁ to hug us, to restore us, to make reunion with him. ଆମମାନଙ୍କୁ ତାଙ୍କ ସହିତ reunion implementation କରିବେ। ଆଉ ବାଇବଲ କୁହେ ମୋ ସହିତ ପଢ଼ିବା ସମୟ ନାହିଁ ଆଉ ଏଲାବୋରେଟ କରିବା ପାଇଁ ମୁଁ ଅଳ୍ପ ସମୟ ଭିତରେ ସମାପ୍ତ କରୁଛି। ଲେଖାଯାଏ 23 ପଦ ପୁଣି ହୃଷ୍ଟ ବାଛୁରୀ ଆଣି ମାର ଆସ ମାନେ ଭୋଜନ କରି ଉତ୍ସବ କରିବା। ହାଲେଲୁୟା। ଦେନ୍ ଶେଷରେ ଆସିଥାଏ କଣ? ଏଇଠାରେ ଟ୍ରାନ୍ସଫର୍ମେସନ ଦେଖୁଛୁ।
एक व्यक्ति ଯେତେବେଳେ ଅନୁତାପ କରିବ ଡିସିସନ ନେବ କନଫେସନ ପାଇଁ କରେକ୍ସନ ପାଇଁ ଆଉ ସେଇ ଡିସିସନ କୁ ଇମ୍ପ୍ଲିମେଣ୍ଟ କରିବ ତା ଜୀବନରେ ଟ୍ରାନ୍ସଫର୍ମେସନ ଆସିବ। କଣ ଟ୍ରାନ୍ସଫର୍ମେସନ? ପୁତ୍ର ଦେଖୁଛି ତାର ପୂର୍ବ ପାପ, ପିତା ଦେଖୁଛି ସେ ବଞ୍ଚିଛି, ସେ ମରି ନାହିଁ। He is new creation. I never see any sin in his life because his heart is new. He has come with a new heart to me. ସେ ମୋ ପାଖକୁ ନୂଆ ହୃଦୟ ନେଇକି ଆସିଅଛି। I have seen his life ମାନେ has been transformed. ତାଙ୍କର ଜୀବନ ଟ୍ରାନ୍ସଫର୍ମ ହେଇଛି। ଆପଣ ମୁଁ ଯଦି ଆମର ଦୈନିକ ଜୀବନରେ ଈଶ୍ୱରଙ୍କର ବାକ୍ୟକୁ ଆମେ ଯଦି ଅନୁତାପ ବିଷୟକୁ ଡିସିସନ ନେଇଥିବା ବିଷୟକୁ ଯଦି will bring in action বা implementation automatically will be transforming in a new as a new creation। ଆମେ ଏକ ନୂତନ ସୃଷ୍ଟି ହେବା ଟ୍ରାନ୍ସଫର୍ମେସନ ଦେଖୁଛୁ। ଆଉ ଯେତେବେଳେ ପ୍ରଭୁ ମାନଙ୍କ ଜୀବନରେ ଟ୍ରାନ୍ସଫର୍ମେସନ ଦେଖିବେ there he will celebrate। ଆମେ ଶେଷରେ ଦେଖୁଛୁ ସେଲିବ୍ରେସନ। ଆସ ଆମେ ଉତ୍ସବ କରିବା। ପ୍ରତିଦିନ ଆମ ପାଇଁ ପ୍ରଭୁ କ୍ରନ୍ଦନ ନ କରନ୍ତୁ। ବାଇବଲ ଲେଖାଯାଏ ପ୍ରତିଦିନ ଆମ ମାନଙ୍କ ନିମନ୍ତେ କୃଷାର୍ପିତ ହଉଛନ୍ତି। ପ୍ରିୟମାନେ ଆମେ ସେହି ଲୋକ ହେବା, ଆମେ ପ୍ରତିଦିନ କୃଷକୁ କୃଷାର୍ପିତ କରିବା ନାହିଁ। rather let us celebrate with God with a repented heart। ଏକ ଅନୁତାପ ହୃଦୟ ସହିତ ଯେତେବେଳେ ଆମେ ପ୍ରଭୁଙ୍କ ଆଡକୁ ଯିବା ଆଉ ତାକୁ ଆମେ ଡିସିସନ ନେଇକି ପ୍ରଭୁଙ୍କର ଆମର ପାପକୁ ରେକଗ୍ନାଇଜ କରିକି ଏକ ନୂତନ ଡିସିସନ ଟୁ ମାନେ କଣ ନୂତନ ଡିସିସନ ଫର କନଫେସନ କରେକ୍ସନ ଟୁ ରିୟୁନିୟନ ୱିଥ ଗଡ। ସେଇ ଡିସିସନକୁ ଯଦି ଆମେ ଇମ୍ପ୍ଲିମେଣ୍ଟ କରିବା ଆମେ ଟ୍ରାନ୍ସଫର୍ମ ହେବା, ଟ୍ରାନ୍ସଫର୍ମେସନ ଆସିବ ଆମ ଜୀବନରେ। ଯେତେବେଳେ ପ୍ରଭୁ ଆମ ମାନଙ୍କ ନିମନ୍ତେ ସେଲିବ୍ରେସନ କରିବେ। ଆପଣ ଜାଣୁଛନ୍ତି ଏଟା ସେଲିବ୍ରେସନ ଗୋଟିଏ ସାଇଡର ନୁହଁ। ସେହି ବାହୁଙ୍ଗା ଯାତ୍ରା ପରେ ଗୋଟିଏ ସାଇଡର ସେଲିବ୍ରେସନ ନୁହେଁ। ମୁଁ ଗତ ଥର କହିଥିଲି one side celebration, other side lamentation। people are celebrating but God is lamenting। ଏଇଟା ସେମିତି ନୁହେଁ ପ୍ରିୟମାନେ। ଆସ ଆମେ ସମସ୍ତେ ଆଜି ଉତ୍ସବ କରିବା। এই ନୂତନ ବର୍ଷ ଆମ ମାନଙ୍କ ପାଇଁ ସ୍ୱର୍ଗରେ ଉତ୍ସବର କାରଣ ହେବା ଦରକାର। ଇଫ ୟୁ ଅର ମି ଆମେ ଆପଣ କି ମୁଁ ଯଦି ଗୋଟିଏ ବିଷୟରେ ଫେରୁଛୁ ପ୍ରଭୁଙ୍କ ଆଡକୁ, ପ୍ରଭୁ ବସିବେ ନାହିଁ, ସାଇଲେଣ୍ଟ ହେଇ ବସିବେ ନାହିଁ। he will run towards you and me and he will start celebrating a great celebration। ଏକ ବିରାଟ ଉତ୍ସବ ସେ ଆରମ୍ଭ କରନ୍ତି। ଆସ ଆମେ ଉତ୍ସବ କରିବା, celebration। let us this year be a year of celebration with God। ଈଶ୍ୱରଙ୍କ ସହିତ ସେଲିବ୍ରେଟ କରିବାର ବର୍ଷ। ମୁଁ କହିବି ଦ ସେଲିବ୍ରେସନ ଅଫ ରିପେଣ୍ଟାନ୍ସ, ଅନୁତାପର ଉତ୍ସବ। ଏଠାରେ ମୁଁ ଗୋଟେ ମିନିଟ କହି ସମାପ୍ତ କରିବି। ପ୍ରଭୁ ତାହାଙ୍କୁ ବାକ୍ୟ ଲେଖାଯାଏ କିନ୍ତୁ ଏକ ଆଶା ନେଇକି ଆସିଛନ୍ତି। ପୁଅ ଏଇ ରହିବା ପାଇଁ ନାହିଁ। ଏକ୍ସପେକ୍ଟେସନ ହଉଛି ଦାସ ହେଇଛି, କିନ୍ତୁ ଓଡିଆ ଲେଖା ହେଇଛି ପ୍ରଭୁ ତାକୁ ପୁତ୍ର ହେବାକୁ ଦଉନା। କିନ୍ତୁ ସେତେବେଳେ ଯେତେବେଳେ ଯୋଉ ଯେମିତି ହେବା କଥା ସେମିତି ନହେଲେ କେମିତି ବ୍ୟବହାର ହୁଏ। ପୁଅ ଦାସ ହେବାକୁ ଆସୁଛନ୍ତି କିନ୍ତୁ ସବୁ ବିଷୟକୁ ଉଲ୍ଟା କରିବା ପାଇଁ, ତାର ବିପରୀତ କରିବା ପାଇଁ ପ୍ରଭୁ କିନ୍ତୁ ଶବ୍ଦ କିନ୍ତୁ ସେମାନଙ୍କ ପାଇଁ ପ୍ରଭୁ ୟୁଜ କରୁଛନ୍ତି ଯେ ଅନୁତାପ ହୃଦୟ ନେଇକି ଫେରି ଆସୁଛନ୍ତି, ଏକ ଡିସିସନ ନେଇକି ଆସୁଛନ୍ତି। କିନ୍ତୁ କଣ କଲେ? ଦାସ କଲେ ନାହିଁ, ରିଙ୍ଗ ଦେଲେ। ଆଙ୍ଗୁଠି ଅଥରିଟିକୁ ବୁଝାଏ, ତାଙ୍କୁ ଚପଲ ପିନ୍ଧେଇଲେ ଫ୍ରିଡମକୁ ବୁଝାଏ, ତାହାଙ୍କୁ ନୂଆ ବସ୍ତ୍ର ଦେଲେ ଗାର୍ମେଣ୍ଟକୁ ବୁଝାଏ, ମାନେ ଅନର ବା ଡିଗ୍ନିଟିକୁ ବୁଝାଏ। ଫ୍ୟାଟ କାଉ ବା ମୋଟା ବାଛୁରୀ ମାରିଲେ ତାକୁ ସେଲିବ୍ରେସନକୁ ବୁଝାଏ। ସେ ଦାସ ହେଇକି ରହିବା ପାଇଁ ଚାହୁଁଛନ୍ତି, ପ୍ରଭୁ ତାକୁ ଦାସ କରେଇବେ ନାହିଁ। ପ୍ରିୟମାନେ ଆପଣ ଆଉ ମୁଁ ଯଦି ଅନୁତାପ କରିବା ଆମର ଏକ୍ସପେକ୍ଟେସନ ବାହାରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। beyond our expectation, beyond our comprehension, God will bless us। ତାକୁ ରେଷ୍ଟୋର କରୁଛନ୍ତି। ମୋର ସମୟ ନାହିଁ ଏଲାବୋରେଟ କରିବା ପାଇଁ, ରିପିଟ କରିକି ମୁଁ ସମାପ୍ତ କରିବା ପାଇଁ ଚାହେଁ। ବିବିଧ ଦୟା ସକାଶୁ ପ୍ରଭୁ ଆମମାନଙ୍କୁ ଆଜି ବିନଷ୍ଟ କରିନାହାନ୍ତି ସତ,
ଆସ ଆମେ ଆପଣା ଆପଣା ପଥ ଅନୁସନ୍ଧାନ ଓ ପରୀକ୍ଷା କରୁ, ପୁଣି ସଦାପ୍ରଭୁଙ୍କ ପ୍ରତି ଫେରୁ। ଆମେ ଯଦି ଅନୁସନ୍ଧାନ କରି ଫେରିବା, ଆମେ ଯଦି ଇଣ୍ଟ୍ରୋସ୍ପେକ୍ସନ ରହିବ, ଆମ ଜୀବନ ରିକଗ୍ନେସନ ଆମମାନଙ୍କ ଦୁର୍ବଳ ପ୍ରତି ଯଦି ରହିବ, ଆମମାନେ ଯଦି ଏଇ ଦୁର୍ବଳ ପ୍ରତି ରିଏଲାଇଜେସନ କରିବା ବା ଗିଲ୍ଟି ଫିଲ୍ କରିକି ଏକ ନୂତନ ଡିସିସନ ନେବା, ଡିସିସନକୁ ଆମେ କଣ ପାଇଁ? କନଫେସନ ପାଇଁ। ଡିସିସନ ଆମେ କଣ ପାଇଁ? କରେକ୍ସନ ପାଇଁ। ଡିସିସନ କଣ ପାଇଁ? ଖ୍ରୀଷ୍ଟଙ୍କ ସହିତ ରିୟୁନିୟନ ହେବା ପାଇଁ ଯଦି ଆମେ ନେବା, ପ୍ରିୟ ମାନେ ମୁଁ ଆଜି ଆପଣମାନଙ୍କୁ କହୁଅଛି, ଆମମାନଙ୍କର ଜୀବନରେ ସେଇ ରିୟୁନିୟନ ପାଇଁ ନେବା ଆଉ ଇମ୍ପ୍ଲିମେଣ୍ଟେସନ କରିବା, ଆମ ଜୀବନରେ ଟ୍ରାନ୍ସଫର୍ମେସନ ଆସିବ। ଆମର ସହିତ ଟ୍ରାନ୍ସଫର୍ମେସନରେ ଆମେ ଏଇ ନୂତନ ବର୍ଷ ଖ୍ରୀଷ୍ଟଙ୍କ ସହିତ ଆମେ ସେଲିବ୍ରେଟ କରିବା। ଏଇଠାରେ ଆମେ ଦେଖୁଛୁ ଯୀଶୁଙ୍କର କ୍ୟାରେକ୍ଟର, ମାନେ ଏକ ପ୍ରଭୁଙ୍କର କ୍ୟାରେକ୍ଟର ହଉଛି କମ୍ପାସନ ଆଉ ଇରିଗେସନ। ଯୋଉ ବ୍ୟକ୍ତି ପାପ ସ୍ୱୀକାର କରେ ତାଙ୍କ ପ୍ରତି ସେ କମ୍ପାସନ କରି ତାଙ୍କର ପାପକୁ ତାଙ୍କ ପବିତ୍ର ରକ୍ତରେ ଧୌତ କରନ୍ତି। ଆଉ ଯେତେବେଳେ ପବିତ୍ର ରକ୍ତରେ ଆମମାନଙ୍କର ପାପ ଧୌତ ହୁଏ ସେତେବେଳେ ସେଲିବ୍ରେସନ ହୁଏ। ଆଉ ଆମମାନଙ୍କର ପାର୍ଟ ହଉଛି କନଫେସନ, ନ୍ୟୁ ଡିସିସନ, ଟ୍ରାନ୍ସଫର୍ମେସନ ଏଣ୍ଡ ରିୟୁନିୟନ। ପ୍ରଭୁ ସେଇଟା ହିଁ ଚାହାନ୍ତି। ପ୍ରଭୁଙ୍କ ସହିତ ଆମେ ଯେ ସଦାବେଳେ ରହୁ, କାରଣ ତାହାଙ୍କର ନାମ ଇମାନୁଏଲ, ପରମେଶ୍ୱର। ସେ ଆମମାନଙ୍କୁ ଛାଡିବା ପାଇଁ ଚାହାନ୍ତି ନାହିଁ, ସେ ଆମମାନଙ୍କ ତାହାଙ୍କ ସହିତ ରଖିବା ପାଇଁ ଚାହାନ୍ତି। ମୁଁ ଏତିକି ପ୍ରାର୍ଥନା କରେ, let the new year be a year of celebration with God। ଏ ଅଳ୍ପ ବାକ୍ୟରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍।